ଅବକାରୀ ଚଢ଼ାଉ ବିଅର ଜବତ 4 ଗାଡ଼ି ସହ 5 ଗିରଫ। ରାଉରକେଲାରେ ଗତ 26 ତାରିଖରେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ 103 ଲିଟର ମହୁଲି ମଦ ଓ 4ଟି ଗାଡ଼ି ସହ 41 ଲିଟର ବିଅର ମଦ ଜବତ ହୋଇଥିବା ବେଳେ ମୋଟ 5 ଜଣଙ୍କୁ ଗିରଫ କରିଛି ରାଉରକେଲା ଅବକାରୀ। ରାଉରକେଲା ଅବକାରୀ ସୁପରିଟେଣ୍ଡେଣ୍ଟ ଶ୍ରୀଯୁକ୍ତ ଯଶକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ ରାଉରକେଲା ଅବକାରୀ ବିଭାଗ ଏହି ଚଢ଼ାଉ ଜିଆ ବାହାଲ ରୂପଟୋଲା ସେକ୍ଟର 3 ଝିରପାଣି ଅଞ୍ଚଳକୁ ଚଢ଼ାଉ କରି ମୋଟ 5 ଗୋଟି କେସ୍ କରାଯାଇଛି ଏବଂ ମୋଟ 103 ଲିଟର ମହୁଲି ମଦ ସହ 41 ଲିଟର ବିଅର ସହିତ 2ଟି ସ୍କୁଟି ଓ 2ଟି ମୋଟରସାଇକେଲ ଜବତ କରାଯାଇଛି। ମୋଟ 5 ଜଣ ଆସାମୀକୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ସୁଖଲାଲ କେରକେଟା, ବିକାଶ ଅଗ୍ରୱାଲ, ମନୋଜ କୁମ୍ଭାର, ରାକେଶ ମାଝୀ, ମଧୁ ଟୋପ ଅନ୍ତର୍ଭୁକ୍ତ। ଏହି ଚଢ଼ାଉରେ ଇନ୍ସପେକ୍ଟର ଶ୍ରୀ ମୋହନ ପ୍ରଧାନ, ଇନ୍ସପେକ୍ଟର ଶ୍ରୀ ଦିଲ୍ଲୀପ ନାୟକ, ଓଆଇସି ଆକାଶ ସାହୁ, ଏସ୍ଆଇ ଅଜୟ ପ୍ରଧାନ, ଏସ୍ଆଇ ରୋହିତ ଦଣ୍ଡସେନା, ଏଏସ୍ଆଇ ବିଦ୍ୟୁତ ଭୂଷଣ ଦାସ, ଏଏସ୍ଆଇ ଜମାମଣି କିଷାନ, ଷ୍ଟାଫ୍ ସୌମ୍ୟରଞ୍ଜନ ସାହୁ, ସୂର୍ଯ୍ୟକାନ୍ତ ସ୍ୱାଇଁ, ସପନ ସାହୁ, ହେମମଞ୍ଜରୀ ବିଶ୍ୱାଳ, ଅମର ରଞ୍ଜନ ମହାରଣା, ସୀମା କେରକେଟା, ସୁକାନ୍ତ ଅମାତ, ନବୀନ ଭୂୟାଁ, ନିରଞ୍ଜନ ରାଉତ, ବବଲୁ କୁମାର ସ୍ୱାଇଁ, ଲକ୍ଷ୍ମୀ ପାଣିଗ୍ରାହୀ ଆଦି ସାମିଲ ହୋଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।